ଗୋଟିଏ ବହୁତ ବଡ଼ ଜଙ୍ଗଲରେ ଗୋଟିଏ ପୁଷ୍କରିଣୀ ଥାଏ। ସେହି ପୁଷ୍କରିଣୀରେ ଗୋଟିଏ କୁମ୍ଭୀର ରହୁଥାଏ। କୁମ୍ଭୀରଟି ବହୁତ ଅଳସୁଆ ଏବଂ ବୁଢ଼ା ହୋଇଯାଇଥିବା ହେତୁ କୌଣସି ଜୀବଜନ୍ତୁକୁ ଶିକାର କରିପାରୁନଥିଲା ଏବଂ ବହୁତ ଦିନ ହେବ ସେ ଭୋକିଲା ଥିଲା। ଠିକ୍ ସେହି ନଈ କୂଳରେ ଗୋଟିଏ ବହୁତ ବଡ଼ ଜାମୁକୋଳି ଗଛ ଥାଏ ଏବଂ ଗୋଟିଏ ମାଙ୍କଡ଼ ସେଠାକୁ ପ୍ରତିଦିନ ଆସି ଜାମୁକୋଳି ଖାଉଥାଏ ଏବଂ ଗଛ ଉପରେ ଖେଳୁଥାଏ। ସେଦିନ କୁମ୍ଭୀର ତଳେ ରହି ମାଙ୍କଡ଼ର ସବୁ କାରନାମାକୁ ଦେଖୁଥାଏ ଏବଂ ମନେ ମନେ ଭାବେ ଖାସ୍ ତାକୁ ବି ମଧ୍ୟ ଏହି ଜାମୁକୋଳି ଖାଇବାକୁ ମିଳିଥାନ୍ତା। ଆରେ ମାଙ୍କଡ଼ ଭାଇ, ଆରେ ମୋତେ ବି 2ଟା ଜାମୁକୋଳି ଦିଅ ନା, ମୁଁ ବହୁତ ଭୋକିଲା। ଏବଂ ତାପରେ ମାଙ୍କଡ଼ ଗଛ ହଲେଇବାକୁ ଲାଗିଲା ଏବଂ କୁମ୍ଭୀର ମନ ଶାନ୍ତିରେ ଜାମୁକୋଳି ଖାଇବାକୁ ଲାଗିଲା। ଏବଂ ତାପରେ ମାଙ୍କଡ଼ କହିଲା ଯେ, ଆରେ ବନ୍ଧୁ, ଏହା ପରେ ପ୍ରତିଦିନ ତମେ ଏହି ଗଛ ପାଖକୁ ଆସ, ମୁଁ ତମକୁ ପ୍ରତିଦିନ ମିଠା ଜାମୁକୋଳି ଖୁଆଇବି। ଏହାପରେ ମାଙ୍କଡ଼ ପ୍ରତିଦିନ ସେହି ଗଛ ପାଖକୁ ଯାଏ ଏବଂ ମିଠା ମିଠା ଜାମୁକୋଳି ପେଟେ ଆନନ୍ଦରେ ଖାଏ ଏବଂ ମାଙ୍କଡ଼ ମଧ୍ୟ କୁମ୍ଭୀର ପିଠିରେ ବସି ପୁରା ନଈ ବୁଲିଥାଏ ଏବଂ ସେମାନେ ଦୁଜଣ ବହୁତ ମଜାମସ୍ତି କରିଥାନ୍ତି। ମାଙ୍କଡ଼ର କୁମ୍ଭୀର ପଲ ଉପରେ ମଧ୍ୟ ଖେଳିବାକୁ ଲାଗନ୍ତି। ଦିନେ କୁମ୍ଭୀର ତାର ସ୍ତ୍ରୀ ପାଖକୁ ଗଲା ଏବଂ କୁମ୍ଭୀର ଏବଂ ମାଙ୍କଡ଼ ମଧ୍ୟରେ ହୋଇଥିବା ବନ୍ଧୁତା ବିଷୟରେ ସବୁ କିଛି କହିଲା ଏବଂ ସେ କିଛି ଜାମୁକୋଳି ନେଇ ଯାଇଥିଲା। ତା ସ୍ତ୍ରୀ ଜାମୁକୋଳି ମଧ୍ୟ ଖାଇଲା। ତା ସ୍ତ୍ରୀ ଜାମୁକୋଳି ଖାଇବା ପରେ ମାଙ୍କଡ଼କୁ କହିବାକୁ ଲାଗିଲା ଯେ, ଜାମୁକୋଳି ଏତେ ସ୍ୱାଦିଷ୍ଟ, ତାହେଲେ ମାଙ୍କଡ଼ ପ୍ରତିଦିନ ସେହି ଗଛ ଉପରେ ରହି ଜାମୁକୋଳି ଖାଉଛି, ତାହେଲେ ମାଙ୍କଡ଼ର କଲିଜା ମଧ୍ୟ ବହୁତ ସ୍ୱାଦିଷ୍ଟ ହୋଇଥିବ। କୁମ୍ଭୀରକୁ ତା ସ୍ତ୍ରୀ ମାଙ୍କଡ଼ର କଲିଜା ଆଣିବା ପାଇଁ କହିଲା ଏବଂ କୁମ୍ଭୀର ତାପରେ ମାଙ୍କଡ଼କୁ ଯାଇ ସବୁ କଥା କହିଲା ଏବଂ ସେ ତାକୁ ମୈତ୍ର ଭାବରେ ତା ଘରକୁ ନିମନ୍ତ୍ରଣ କଲା ଯିବା ପାଇଁ। ମାଙ୍କଡ଼ ମଧ୍ୟ ବହୁତ ଖୁସିରେ କୁମ୍ଭୀର ଘରକୁ ଯିବା ପାଇଁ ଉତ୍ସାହିତ ହୋଇଥିଲା। କୁମ୍ଭୀର ଏବଂ ମାଙ୍କଡ଼ ରାସ୍ତାରେ ଚାଲୁଥାନ୍ତି। କୁମ୍ଭୀର ଭାବିଲା ଅଧା ରାସ୍ତାରେ ମାଙ୍କଡ଼କୁ ସବୁ କଥା କହିଦେବ। ସେ ମାଙ୍କଡ଼କୁ କହୁ କହୁ ମାଙ୍କଡ଼ର କଲିଜା ଖାଇବା କଥା ସବୁ କିଛି କହିଦେଲା ଏବଂ ମାଙ୍କଡ଼ ମନେ ମନେ ଗୋଟିଏ ଉପାୟ ପାଞ୍ଚିବାକୁ ଲାଗିଲା। ସେ କୁମ୍ଭୀରକୁ କହିଲା, ମାଙ୍କଡ଼ମାନଙ୍କର କଲିଜା ଗଛ ଡାଳରେ ଥାଏ। ସେ କହିଲା, ମୁଁ ମୋ କଲିଜାକୁ ସେହି ଜାମୁକୋଳି ଗଛ ଡାଳରେ ଛାଡ଼ି ଦେଇ ଆସିଛି। କୁମ୍ଭୀର ମଧ୍ୟ କିଛି ନ ଭାବି ନସୁଛି। ସେ ମାଙ୍କଡ଼ କଥାରେ ହଁ ମାରି ସେ ବୁଲି ପୁଣି ଥରେ ସେହି ଗଛ ପାଖକୁ ଯିବାକୁ ଲାଗିଲା। ଏବଂ ଯେମିତି ସେହି ଗଛ ପାଖକୁ ହେଇଛି, ମାଙ୍କଡ଼ ତୁରନ୍ତ ଗଛ ଉପରକୁ ଚାଲିଗଲା ଏବଂ ସେ କୁମ୍ଭୀରକୁ କହିଲା, କୁମ୍ଭୀର ଆରେ ବୋକା, କାହାର କଲିଜା କେବେ ବାହାରକୁ ଯଦି ଚାଲିଯାଏ ତାହେଲେ ସେ ମଣିଷ କେବେ ବି ବଞ୍ଚି ନପାରେ। ତାପରେ କୁମ୍ଭୀର ସେଠାରୁ ଚାଲିଗଲା।